ସେ ମନ୍ଦିରରେ ମନ୍ଦିରରେ ଦେଖା ଜଗନ୍ନାଥ ପାଖରେ ନାଇଁ ମାନେ ଜଗନ୍ନାଥ ପାଖରେ ନୁହଁ ଶିବା ସହିତ ସନ୍ଧ୍ୟାର ଭଲ ପାଇବାଟା ହେଇଯାଇଥିଲା। ଯାହାକୁ ମନ ଦେଇ ଭଲ ପାଆନ୍ତି ତା ସହିତ ଆପଣ ଜୀବନ ବିତେଇବାକୁ ବି ଚାହାନ୍ତି। ଭଲ ପାଇବା ବଢିଛି ନା କମିଛି? ସିଧାସଳଖ ଆନ୍ସର ହଉଛି ଭଲ ପାଇବା ମ୍ୟାଚ୍ୟୁର ହେଇଛି। ପାଣି ପବନ ସହିତ ଭଲ ପାଇବା ହେଇଯାଉଥିଲା, ମଣିଷ ସହିତ ଆହୁରି ଦ୍ୱିଗୁଣିତ ହେଇଯିବା କଥା। ତ ଯେହେତୁ ଏଇଟା 80s 90s ର ଷ୍ଟୋରି, ତ ଭଲ ପାଇବାଟା ଅତି ନିବିଡ଼ ହୁଏ ଆଉ ଯାହାକୁ ମନ ଦେଇ ଭଲ ପାଆନ୍ତି ତା ସହିତ ଆପଣ ଜୀବନ ବିତେଇବାକୁ ବି ଚାହାନ୍ତି। ତ ସେଇଭଳି କିଛି ଷ୍ଟୋରି ଅଛି ଆଉ। ମ୍ୟାମ୍ ସେ ରେଟ୍ରୋ ଲୁକ୍ ନେଇଥିଲା କଣ 89 ର କିଛି ନାହିଁ ଆଜ୍ଞା, ବହୁତ ସହଜ। ଖାଲି କିଛି ନାହିଁ, ବିଲକୁଲ ବହୁତ ବେଶୀ ମେକଅପ୍ ପୋତିବାର ନାହିଁ। ଯେତେ କମ ମେକଅପ୍ ନେଇପାରିବେ, ଯେତେ ରିଆଲିଷ୍ଟିକ ଦିଶି ପାରିବେ ପୁରୀ ଝିଅ ଭଳି। ଭଲ ପାଇବା ଦିନ କେମିତି ହେଇଥିଲା? ସେ ମନ୍ଦିରରେ ଦେଖା ଜଗନ୍ନାଥ ପାଖରେ ନାଇଁ ମାନେ ଜଗନ୍ନାଥ ପାଖରେ ନୁହଁ। ଯଦି କୁହାଯିବ ଯେ ଭଲ ପାଇବା କେମିତି ହେଇଥିଲା, ଆପଣ ବି ଭଲ ପାଇଥିବେ। ହଁ ନା ନାଇଁ, ଭଲ ପାଇବା ହେଇଯାଏ ହେଲା କି? ସେମିତି ଶିବା ସହିତ ସନ୍ଧ୍ୟାରେ ଭଲ ପାଇବାଟା ହେଇଯାଇଥିଲା। ଯୋଉ ପଚାରିଲେ ଅଙ୍କିତା ହଉଛି ଏଥର ଭଲ ପାଇବା ବଢିଛି ନା କମିଛି, ସିଧାସଳଖ ଆନ୍ସର ହଉଛି ଭଲ ପାଇବା ମ୍ୟାଚ୍ୟୁର ହେଇଛି, ଆଉ ଗୋଟେ ସ୍ତରକୁ ଯାଇଛି। କୋଉ ସ୍ତର ଶେଷ ସ୍ତର ଭଲ ପାଇବାର ଯୋଉଟା ଶେଷ ଭଲ ପାଇବା ଶେଷ ନଥାଏ। ତମେ ତ ଭଲ ପାଇଛ କହୁଛ ନା, ହଁ ତ ଭଲ ପାଇବା ଶେଷ ଥାଏ କି? ତ ପ୍ରଥମ ଥର ଯୋଉ ଭଲ ପାଇବାଟା ହେଇଥିଲା, ଷ୍ଟାର୍ଟିଂ ହେଇଥିଲା, ଧୀରେ ଧୀରେ ଗ୍ରୋ କରିଛି। ଏଥର ମ୍ୟାଚ୍ୟୁର ହେଇଛି, ମାନେ ଆଉ ଟିକେ ନିଜକୁ ସମ୍ଭାଳିଛନ୍ତି। ସେତେବେଳେ ଖାଲି ନିଜ ଭିତରେ ଥିଲା କଥାଟା, ଏବେ ପରିବାର ଭିତରେ ଅଛି, ସୋସାଇଟି ଭିତରେ ଅଛି, ଭବିଷ୍ୟତ ବିଷୟରେ ଅଛି। ତ ଲୋକମାନେ ବା ୟଙ୍ଗ ମାସ୍ ବା ଯୋଉ ନୂଆ ଭଲ ପାଉଛନ୍ତି, ଯେ ଭଲ ପାଇଛନ୍ତି, ସେମାନେ ନିଜର ରେପ୍ଲିକା ଗୋଟେ ଦେଖିପାରିବେ। ଭଲ ପାଇବାଟା ଏମିତି ଆକୁ ଯାଏ। ତ ସତ ଜିନିଷଟା ଦେଖିବେ, କେମିତି ଭଲ ପାଇବା ଗୋଟେ ସାଧାରଣ କଥାଟେ, ସାଧାରଣ ଭଲ ପାଇବାଟା ଅସାଧାରଣ ହୁଏ। ଆଉ ତା ପାଇଁ ଦି ଜଣ ଛାଡି ପାରନ୍ତିନି, ଶେଷ ମୁହୂର୍ତ୍ତ ଏକାଠି ରୁହନ୍ତି। ମୁଁ ତମକୁ କଣ କହିବି, ତମେ ତ ନିଜେ ଭଲ ପାଇଛ, ସବୁ ଜାଣିଛ ହେଲା କି?